ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ଜ୍ଞାନ ଗୁଣରେ ଗରିଆନ୍ ତଥା ନୀତି ଆଦର୍ଶରେ ଗଢ଼ା ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଉପସ୍ଥିତ ବିଚାରକ ମଣ୍ଡଳୀ ଏବଂ ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ହେଉଛି ଜାନୁଆରୀ 26 ଅର୍ଥାତ୍ ସାଧାରଣତନ୍ତ୍ର ଦିବସ। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଜିର ଏହି ପବିତ୍ର ସାଧାରଣତନ୍ତ୍ର ଦିବସ ବିଷୟରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି 26 ଜାନୁଆରୀ 2026 ମସିହା 77ତମ ଗଣତନ୍ତ୍ର ତଥା ସାଧାରଣତନ୍ତ୍ର ଦିବସ। ଏହାକୁ ମଧ୍ୟ ଗଣରାଜ୍ୟ ଦିବସ କୁହାଯାଏ। ଏହି ଦିବସରେ ମୁଁ ଦେଶ ପ୍ରତି ନମ୍ର କୃତଜ୍ଞତା ଜ୍ଞାପନ କରୁଛି। ସାଧାରଣତନ୍ତ୍ର ଦିବସ ବିଷୟରେ କିଛି କହୁଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଗଣତନ୍ତ୍ର ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ପର୍ବ ନୁହେଁ, ବରଂ ଏହା ଆମ ସମସ୍ତଙ୍କର ଗୌରବ ଅଟେ। ଏହି ଗଣର ଅର୍ଥ ଲୋକମାନେ, ତନ୍ତ୍ରର ଅର୍ଥ ଶାସନ। ଆମେ ପ୍ରତିବର୍ଷ 26 ଜାନୁଆରୀକୁ ଗଣତନ୍ତ୍ର ତଥା ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରି ଆସୁଛୁ 1950 ମସିହାରୁ। ଯଦି ମୁଁ ଏହାର ଇତିହାସ କହିବି, ସେଦିନ ଥିଲା 1930 ମସିହା ଜାନୁଆରୀ ମାସ 26 ତାରିଖ। ରାବି ନଦୀର ତଟରେ କଂଗ୍ରେସର ଲାହୋର ଅଧିବେଶନ। ସେଦିନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭାଷଣ ମୁଗ୍ଧ କରିଥିଲା ଭାରତବାସୀଙ୍କୁ। ତାହା ଥିଲା ପୂର୍ଣ୍ଣ ସ୍ୱରୋଜଗାର ଡାକରା। ଇତିମଧ୍ୟରେ ଆମ ଦେଶର ଅକ୍ଳାନ୍ତ ପରିଶ୍ରମ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରଶଂସା ଯେତେ କଲେ ବି ଅତୃପ୍ତି ହେବ ନାହିଁ। ସେଥିମଧ୍ୟରୁ ଆମର ଜାତିର ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଲାଲା ଲାଜପତ ରାୟ, ରାଣୀ ଲକ୍ଷ୍ମୀବାଇ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ସେ ପ୍ରାୟ 60ଟି ଦେଶର ସମ୍ବିଧାନକୁ ବିସ୍ତୃତ ଅଧ୍ୟୟନ କରିବା ପରେ ଭାରତକୁ ଓ ଭାରତୀୟଙ୍କୁ ଖାପ ଖୁଆଇଲା ଭଳି ଗୋଟିଏ ସମ୍ବିଧାନ ଖସଡ଼ା ତିଆରି କରି ଡକ୍ଟର ଭୀମରାଓ ଆମ୍ବେଦକର ଆଧୁନିକ ଯୁଗର ସୁଯୋଗ୍ୟ ମନୁ ପାଲଟିଗଲେ। ଶେଷରେ ଦୀର୍ଘ 2 ବର୍ଷ 11 ମାସ 18 ଦିନର କଠିନ ପରିଶ୍ରମର ଫଳ ସ୍ୱରୂପ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା। 1950 ମସିହା ଠିକ୍ ଆଜିର ଦିନରେ ଆମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ସେହି ଦିନ ଆମେ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନତାର ସ୍ୱାଦ ଚାଖିଲୁ। ସେଥିଯୋଗୁଁ ଜାନୁଆରୀ ମାସ 26 ଆମ ଦେଶର ଏକ ରାଷ୍ଟ୍ରୀୟ ଦିବସ। ଆଜିର ଛାତ୍ର ଆସନ୍ତାକାଲିର ନାଗରିକ। ଭାରତର ଶାସନ ଡୋରି ରହିବ ସେମାନଙ୍କ ହାତରେ। ଆଜିର ଆହ୍ୱାନ, ସାମ୍ପ୍ରତିକ ଓ ଭବିଷ୍ୟତର ବିଭିନ୍ନ ପରିସ୍ଥିତି ଓ ସମସ୍ୟାକୁ ଟାଳିବାକୁ ହେଲେ ସମସ୍ତ ଦେଶବାସୀ ଏକ ହେବା। ଏହା ହିଁ ପ୍ରକୃତ ଦେଶପ୍ରେମ। ଶେଷରେ ମୁଁ ଦେଶର ସମସ୍ତ ଶହୀଦ ବୀର ଯବାନମାନଙ୍କୁ ସଲାମ ଦେଇ ମୋର ବକ୍ତବ୍ୟ ଶେଷ କରୁଛି। ପିଲାମାନେ, ଭାଷଣଟି ପସନ୍ଦ ଆସିଲେ ଲାଇକ୍ କରିବେ ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।